ଗୋଟିଏ ଦିନରେ ଲାଞ୍ଚ ନେଉଥିବା 2 ଜଣ ଅଧିକାରୀଙ୍କୁ ମାଡ଼ି ବସି ଧରିଛି ଭିଜିଲାନ୍ସ ଟିମ୍। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଯୋଗାଣ ଅଧିକାରୀ ଓ ଅନ୍ୟ ଜଣେ ସୁନ୍ଦରଗଡ଼ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଯୋଗାଣ ଅଧିକାରୀ ଧୋମରାମ ମୁର୍ମୁ 15,000 ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗର ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି। ସେ ଧାନ କିଣାରେ ଭୂଇଁପୁର ଲେମ୍ପ ଏମ୍ଡି ଲାଭ କରିଥିବା କହି ତାଙ୍କୁ 15,000 ଟଙ୍କା ଲାଞ୍ଚ ମାଗିଥିଲେ। ତେଣୁ ଏନେଇ ଭୂଇଁପୁର ଏମ୍ଡି ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିବାରୁ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଆଉ ଆଜି ସେହି ଯୋଜନା ମୁତାବକ ଚମ୍ପୁଆ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଧୋମରାମ ମୁର୍ମୁ 15,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସି ଧରିଛନ୍ତି ଭିଜିଲାନ୍ସ ଟିମ୍। ସେହିପରି ସୁନ୍ଦରଗଡ଼ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀ ଠିକା କାମର ସିକ୍ୟୁରିଟି ଟଙ୍କା ଫେରାଇବା ପାଇଁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ ଏକ ଠିକା କାମର 21,000 ଟଙ୍କା ସିକ୍ୟୁରିଟି ରାଶି ଫେରସ୍ତ କରିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାୟକ ଠିକାଦାରଙ୍କୁ 5,000 ଟଙ୍କା ଲାଞ୍ଚ ଦାବି କରିଥିଲେ। ଆଉ ଆଜି ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ସେଠାରେ ପ୍ରସ୍ତୁତ ଥିବା ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିନେଇଥିଲେ। ପରେ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଅଫିସ ଓ ଘର ସମେତ ମୋଟ 3ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାରୁ ଚୈତନ୍ୟ ପଟେଲଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।